कहन्ति हरस मने विधाताଙ୍କ सुत एथु अनन्तरे शुण सर्वतोपवन्त आज्ञा देई शिव जहु हेले अंतर्ध्यान देवताଙ୍କୁ संगे हेली धाता भगवान मनरे उपाय चिंता कले नाना मते त्रिपुर दानव बध होइब जे मते तहि परे स्थिर करी धाता भगवान समुदाय में दिली करिले चंदन पृथ्वी देवी हेले जहु निजे दिव्य रथ देवे विचारिले पूर्ण हेव मनोरथ पृथ्वीर तरे इंद्र निजे हेले अख चंद्र सूर्य बेनी देव हेले बेनी चक नैरत वरुण जमधनपति अनल पवन मिसे षडमूर्ति रथर पार्श्वरे थाई हेले दिगपाल अश्विनी कुमार दुहे हेले अख किल विश्वदेवागण हेले से रथरे गुर्ज धारण होई रहिले तहिरे दिगज चारण जे विचारण फल पटा सार झर बौला हेले गंधर्व विद्याधर दर्पण चामर तुले बश्च कुंचमान अपसरागण अंशे हेला दिव्यमान आकाश चांदुआ होई दिसिला सुषम नक्षत्र गण होइले नानादि कुसुम ग्रह गण पुतलिका हेले से रथरे नाना रत्न काम सोहे ताहांक शरीरे शपथ ऋषिंक संगे ध्रुव होई मेल से रथ उपरे हेले पताका किराल पितृगण हीरा नीला मणि मुक्ता होई पुंजी पुंजी होई खंज होइले जे तहि ता उपरे पाराहाड़ी यशोवंतीपुर वैकुंठ भुवन हेला नील चक्रसार धर्म अर्थ काम मोक्ष बोल जाकुटी से तहि उड़िले होई पताका चारोटी विचित्र चित्र तहिरे जा होइला लेखा विश्वकर्मा पुरुष तारे जे हेलेका बलिला पटार प्रांत अष्टगिरी किली कुहुड़ी अंधार हेला मुंड काली दुंदुभिकी आदि करी जेते वाद्यमान से होइले से रथर मति जात शब्द पाताळर लागे रज्जु हेले से रथर दिगे टेरा बाण होई दिसिले सुंदर नानादि प्रकारे घंटी घागुड़ी ईश्वर जाबोलिब ताहा होइले भूत प्रेतगण किम पुरुष गण मिली हेले रथ कंटा ए रूपे रहिले देवे होई जे झावंटा रूप जजु सामोधर बजेले रचारी से रथे बाहन हेले अश्वरूप धरी सारथी होइले ब्रह्मांगे पिंधि संजु बिजुली होइला तहि घोड़ा बागरजु ब्रह्मा करे धरी जेबे सेवा दौड़ी चारी देवे अश्वे जीवे शून्य मार्गे उड़ी एहि रूपे रथ होई सबु देवताए विचारिले शत्रुरास होइब निश्चय कोदंड होइला तहु मेरु पर्वत से धनुरे गुण होई रहिले अनंत आपे दिव्य रूप हेले नारायण जाण मुनि गण एहा पूर्वर विधान शपथ समुद्र आदि होइल तुणीर तहिरे रहिले सुखे नारायण सर ब्रह्मादि देवगण घिनी देवराज एमते करेण युद्ध सामग्री सज एक आत्मा होई से जे सर्वदेवताए तेज बल आदि रखी एक रथ ठाए तहि परे कृतांजलि होई देवगण शून्य गृहनाई कहन्ति जे पुण पुण कर्णे शुणिथिले पूर्वे जेउ शून्यवाणी
ବିଚାର କରି ସର୍ବେ ଶିରେ ପାଣି ବୋଇଲେ ସଦାଶିବ ଭଗତ ବତ୍ସଳ ରଥ ରୂପେ ହେଲୁ ଆମ୍ଭେ ସର୍ବଦେବ ଠୁଳ ସମ୍ପ୍ରତି ଆପଣ ଆସି ତହୁଁ ଭା ଯୁଦ୍ଧାର ସାମଗ୍ରୀ ଯାକ ସବୁ ହେଲା ନିର୍ଭା ଆମ୍ଭକୁ ସକଳ ଜୀବ ଚରାଚର ତୁଲେ ତ୍ରିପୁର ଭୟରୁ ରକ୍ଷା କର ଏବେ ଭଲେ ସେ ଦୁଷ୍ଟ ଦୁରାତ୍ମା ଦୈତ୍ୟ ଚଣ୍ଡ ରୂପ ଧରି ରହିଛନ୍ତି ତିନି ପୁର ଯାକ କୁଆବୁରି ଏ ଘୋର ସଙ୍କଟ ମାରେ କର ପରିତ୍ରାଣ ତବ ପାଦ କମଳରେ ପଶିଲୁ ଶରଣ ଦେବତା ମାନଙ୍କୁ ରକ୍ଷା କର କାଳେ କାଳେ ଏ ଘେରି ଗୁହାରି କରୁଅଛୁ ପାଦ ତଳେ ସବୁ ବିଷୟରେ ଆପଣ ତ ପରିତ୍ରାଣ ନମସ୍ତେ ଜଗତ ନାଥ ନମୋ ତ୍ରିଲୋଚନ ଏ ମନ୍ତ ବୋଲ ଡାକନ୍ତେ ସେ ଉଚ୍ଚ କରି ଜାଣିଲେ ଶ୍ରୀ ସଦାଶିବ ଦେବଙ୍କ ହାରି ତଦନ୍ତେ ଶୋଭିଲା ଶୂନ୍ୟ ଦୁନ୍ଦୁଭିର ନାଦ ଶୁଣି ବୃନ୍ଦାରକ ବୃନ୍ଦ ଲଭିଲେ ଆନନ୍ଦ ବାଜିଲା ଡମ୍ବର ବାଜିଲା ନାନା ବାଦ୍ୟମାନ ମୃଦଙ୍ଗ କଂସାଳ ତାଳ ବେଳ ବଂଶୀ ଜୀବନ ସୁବର୍ଣ୍ଣ କୁସୁମ ବୃଷ୍ଟି ହେଲା ନଭସ୍ଥଳେ ତାରା ଗଣେ ଖସି କିବା ପଡ଼ିଲେ ଭୂତଳେ ଜୟ ଜୟ ଶବ୍ଦ ଶୁଣାଗଲା ଚୌଦିକେ କୋଳାହଳ ଧ୍ୱନି ପୁରୀ ଗଲା ମହି ଭାଗେ ଦେବଙ୍କ ଆଗରେ ବିଜେ କଲେ ଦେବହର ତେଜ ବିରାଜ ଯେହ୍ନେ ଗୋଟିଏ ଭାସ୍କର କରି କର ଶୋଭା ଯେମିତି 10 ଗୋଟି କର 10 ଦିଗେ ଗୋଟି ରହିଅଛି ତାହାଙ୍କର ଉଲଗ୍ନ ସେ ହୋଇଛନ୍ତି ଲଜ୍ଜା ନାହିଁ କିଛି ଶ୍ମଶାନ ବିଭୂତି ସର୍ବାଙ୍ଗରେ ଲାଗିଅଛି ଗଜ ଚର୍ମ ହୋଇଅଛି କନ୍ଧରେ ଦୋଷଣା କଣ୍ଠେ ଅସ୍ଥି ମାଳ ଲମ୍ବେ ତିଳେ ନାହିଁ ଛଡ଼ା ବ୍ରହ୍ମାଣ୍ଡ ଭାଣ୍ଡକୁ ବଳି ଅଛି ଝଟା ଝୁଟ ଅର୍ଦ୍ଧ ଇନ୍ଦୁ ଖଣ୍ଡ ତହି ଦିଶେ ଝଟ ଝଟ ପାଦ ଭରା ପାଇ ଭୂମି ତଳେ ଗଲା ପଶି ତା ଦେଖି ଚରଣ ଧୀରେ ଦେଲେ ଯୋଗବଂଶୀ ଦ୍ୱିତୀୟ ଚନ୍ଦ୍ରମା ପରି ଦୁଇ ଦନ୍ତ ଭିନ୍ନ ଗଣ୍ଡ ଭାଗ ମଧ୍ୟରେ ଲାଗି ଦିଶୁଅଛି ମୁନ ନୀଳକଣ୍ଠ ତ୍ରିନୟନ ଭିନ୍ନ ଭିନ୍ନ ଜ୍ୟୋତି କର୍ପୂର କୁଙ୍କୁମ ଅରୁଣର ପ୍ରାୟ ସ୍ଥିତି ମହା ମହାନାଗ ଚୟ ଅଙ୍ଗେ ଆଭରଣ ଜିହ୍ୱାଲ ହଲ ଦିଶେ ଫୁଙ୍କାର ଗର୍ଜନ ଏ ମନ୍ତ ପ୍ରକାରେ ରୁଦ୍ର ରୂପ ଆଗେ ଦେଖି ଯେତେ ଦେବ ଥିଲେ ତହିଁ ବୁଝିଲେ ଆଖି ମୋହକୁ ଭଜିଲେ ସର୍ବେ ବ୍ରହ୍ମା ଇନ୍ଦ୍ର ଆଦି ତା ଦେଖି କହିଲେ ତାଙ୍କୁ ପ୍ରଭୁ କୃପାନିଧି କିମ୍ବା ମୂର୍ଚ୍ଛା ଯାଇ ପଡ଼ି ଅଛ ସର୍ବଦେବ ଆମ୍ଭେ ଯେ ଶଙ୍କର ଆମ୍ଭେ ଅଟୁ ସଦାଶିବ ମୋହକୁ ଛାଡ଼ିଲ ଏବେ ଭଲ କରି ଜାଣ ଆମ୍ଭେ ଯେ କରିବୁ ସମସ୍ତଙ୍କୁ ପରିତ୍ରାଣ ରୁଦ୍ର କର୍ମେ ସୁମରଣା କଲ ଭୟ ଚିତ୍ତେ ପୂର୍ବରେ କହିଛୁ ଆମ୍ଭେ ଶୁଣିଛ ସମସ୍ତେ ତେଣୁ ରୁଦ୍ର ଅବତାରେ ହୋଇଛୁ ଜନମ ସମ୍ପ୍ରତି କରିବୁ ତୁମ୍ଭ ଛଳେ ରୁଦ୍ର କର୍ମ ବସୁମତୀ ସହିତରେ ସ୍ୱର୍ଗ ଅନ୍ତରିକ୍ଷ ଜଳସ୍ଥଳ ନଳାଦି ଯେତେକ ପ୍ରତ୍ୟକ୍ଷ ଦୁରାତ୍ମାତ୍ର ପୁର ତୁଲେ ସବୁ ହେବ ଧ୍ୱଂସ ପାଇବ ଯେ ଯାହା ପଦ ସକଳ ତ୍ରିଦଶ ଏଥି ସକାଶରୁ ଜାଣ ଆମ୍ଭ ରୁଦ୍ର ରୂପ ନକର ଦେବତା ଗଣ ମନରେ ସନ୍ତାପ ତୁମମାନଙ୍କର ମନ ଛଡ଼ାଇବୁ ଭୟ ଏଥକୁ ମନରେ କିଛି ନ କର ସଂଶୟ ଏ ସନକ ଆଜ୍ଞା ଯେଉଁ ଦେଲେ ତ୍ରିଲୋଚନ ସେ ବାକ୍ୟ ଅମୃତ ଦେଲା ଦେବଙ୍କୁ ଜୀବନ ଶୟନ
କରିବା ଠାରୁ ଉଠିଲା ପରାଏ, ଉଠିଣ ପଡ଼ିଲେ ଶିବ ପାଦେ ଦେବତାଏ। ତହିଁ ପରେ ଠିଆ ହୋଇ ଶିରେ ଦେଇ କର, ବଚନେ ବୋଇଲେ ତ୍ରାହି ତ୍ରାହି ଯୋଗେଶ୍ୱର। ଯୁଦ୍ଧ ସାମଗ୍ରୀ ଦେଖିଲେ ତହୁ ବିଶ୍ୱନାଥ, ବିଧାତା ସାରଥି ପୃଥ୍ୱୀ ହୋଇଅଛି ରଥ। ଦେବତାଙ୍କୁ ଅନାଇଲ କହିଲେ ଶଙ୍କର, ମନରୁ ସଂଶୟ ଏବେ ସର୍ବେ ଦୂର କର। ଏ ରଥ ଉପରେ ବସି ଆମ୍ଭେ କଲେ ଯୁଦ୍ଧ, କ୍ଷଣକରେ ହେବ ଦୁଷ୍ଟ ନିଶାଚର ବଧ। ସେ ମନ ମାତ୍ରେ ଉଶ୍ୱାସ ହୋଇବ ଧରଣୀ, ଦେବତାଙ୍କୁ ଚାହିଁ ଏହା କହି ଶୂଳ ପାଣି। କରନ୍ତେ ସେ ରଥ ପରେ ପାଦ ଦେଇ ସ୍ଥିତ, ତତକ୍ଷଣେ ପୃଥ୍ୱୀ ଦେବୀ ହେଲା ଅଧୋଗତ। ପାଦ ଲାଗି ପୀଡ଼ା ଯହୁ ପାଇଲା ଧରଣୀ, ଅନ୍ତର୍ୟାମୀ ପୁରୁଷୋତ୍ତ ଅନ୍ତର୍ଗତେ ଜାଣି। ନିଜ ମନ୍ତ୍ର ପଢ଼ି ତଳେ ଲଗାଇଲେ କର, ସେହି କ୍ଷଣି ବସୁମତୀ ହେଲା ବଳିୟାର। ରୁଦ୍ରକୁ ବହିବା ପାଇଁ ହୋଇଲା ସକ୍ଷମ, ତଦନ୍ତେ ଶ୍ରୀଭୁଜେ ଧନୁ ତୋଳି ଆଣି ଭୀମ। ନୁଆଇଁ ତହିଁରେ ଗୁଣ ଚଢ଼ାଇବା ବେଳେ, ମଧୁ ଭାଙ୍ଗି ଗଲା ମେରୁ ଧନୁ ଅବହେଳେ। ନିଜ ବାହୁ ବଳ ସେଉ ନ ପାରନ୍ତେ ସହି, କରୁଣା କରିଲେ ତାହା ଦେଖି ଉମା ସାଇ। ପଞ୍ଚାକ୍ଷର ମନ୍ତ୍ର ତହିଁ କଲେ ଯହୁନ୍ୟାସ, ଭଗ୍ନ ଧନୁ ଯୋଡ଼ି ହୋଇ ବଢ଼ାଇଲା ଯଶ। ଅତି ଦୃଢ଼ କରି ପ୍ରଭୁ ସେହି କାର୍ମୁକକୁ, ଗୁଣ ଦେଇ ବାମ ଭୁଜେ ଧରିଲ ତାହାକୁ। ବ୍ରହ୍ମାକୁ ବୋଇଲେ ରଥେ ଘୋଡ଼ା ଆଣି ଯୋଚ, ବିଳମ୍ବ ନ କର ଆଉ କିଛି ହୀନ ପାଞ୍ଚ। ପ୍ରଭୁଙ୍କ ମୁଖରୁ ଆଜ୍ଞା ପାଇଲ ଏ ମନ୍ତ, କିଛି ନ କହିଲ ଧାତା ହେଲେ ସ୍ତମ୍ଭୀଭୂତ। ବ୍ରହ୍ମାଙ୍କ ହୃଦୟ କଥା ଜାଣି ଭୂତେଶ୍ୱର, ଦକ୍ଷିଣ ଭୁଜକୁ ଦେଇ ମସ୍ତକେ ତାଙ୍କର। ପ୍ରୀତି ମନେ ପଞ୍ଚାକ୍ଷର ମନ୍ତ୍ରକୁ ପଢ଼ନ୍ତେ, ବଳବନ୍ତ ହୋଇ ଧାତା ଉଠିଲେ ତ୍ୱରିତେ। ଦେବ ଅଶ୍ୱମାନଙ୍କୁ ସେ ରଥେ ନେଇ ଯୋଚି, ଆପଣି ସାରଥି ହେଲେ ଦଣ୍ଡକୁ ଆମଞ୍ଚି। ମନ ପବନରୁ ବଳେ ଘୋଡ଼ାଙ୍କର ଗତି, କ୍ଷଣକେ 14 ପୁର ଭୂମି ସେ ପାରନ୍ତି। ବାଗ ଧରି ବ୍ରହ୍ମା ତାଙ୍କୁ କରନ୍ତେ ଚାଳନ, ରଥ ଘୋଷେ 3 ପୁର ହେଲା କମ୍ପମାନ। ରଥି ହୋଇ ଯେଉଁ ରଥେ ବସିଛନ୍ତି ଶିବ, ରତ୍ନାକର ବୋଲେ ଦହି କିବା ଅସମ୍ଭବ।